ନମସ୍କାର ଦର୍ଶକ ବନ୍ଧୁ। ବର୍ତ୍ତମାନ ସମୟରେ ଜଣେ ବ୍ୟକ୍ତିଙ୍କ ପାଖରେ ଯେତେ ବି ମଧ୍ୟ କୌଶଳ ବିଦ୍ୟା ଥାଉ ନା କାହିଁକି, ସେହି ବ୍ୟକ୍ତିବିଶେଷଙ୍କୁ ଜେନେରାଲ ନଲେଜ ବା ସାଧାରଣ ଜ୍ଞାନ ମଧ୍ୟ ଆବଶ୍ୟକତା ରହିଥାଏ। ତେବେ ଚାଲନ୍ତୁ କିଛି ଜ୍ଞାନପୂର୍ଣ୍ଣ ସାଧାରଣ ଜ୍ଞାନ ବିଷୟରେ ଆଲୋଚନା କରିବା। ତେବେ ବନ୍ଧୁମାନେ କୋଶ୍ଚିନ୍ ଗୁଡ଼ିକ ଧ୍ୟାନର ସହିତ ଶୁଣନ୍ତୁ ଆଉ ଆନ୍ସର ଦେବା ପାଇଁ ଚେଷ୍ଟା କରନ୍ତୁ। ପ୍ରଥମ କୋଶ୍ଚିନ୍ଟି ହେଉଛି, ଦେଖିବାକୁ ଗୋଲ କିନ୍ତୁ ବଲ୍ ନୁହେଁ, ଲାଞ୍ଜ ଅଛି କିନ୍ତୁ ପଶୁ ନୁହେଁ। ଲାଞ୍ଜ ଧରି ଖେଳନ୍ତି ସମସ୍ତେ, ତଥାପି କାନ୍ଦେନି ସିଏ। କହିଲ ବନ୍ଧୁ କିଏ ସିଏ? ପ୍ରଶ୍ନର ଉତ୍ତରଟି ହେଉଛି ବେଲୁନ। ପରବର୍ତ୍ତୀ କୋଶ୍ଚିନ୍ଟି ହେଉଛି, ସିଏ କିଏ ଯାହାର ମୁଣ୍ଡ ନାହିଁ ତଥାପି କ୍ୟାପ୍ ପିନ୍ଧେ? ଉତ୍ତରଟି ହେଉଛି ବୋତଲ। ପରବର୍ତ୍ତୀ କୋଶ୍ଚିନ୍ଟି ହେଉଛି, ମୁଁ ଜଣେ ମଣିଷକୁ 2 ଜଣ କରିଦିଏ, ମୁଁ କିଏ? ଉତ୍ତରଟି ହେଉଛି ଆଇନା। ପରବର୍ତ୍ତୀ କୋଶ୍ଚିନ୍ଟି ହେଉଛି, ସେ କେଉଁ ଜୀବ ଯାହାର ପାଦ ନାହିଁ କିନ୍ତୁ ଚାଲିପାରେ, ଆଉ କାନ ନାହିଁ କିନ୍ତୁ ଶୁଣିପାରେ? ଉତ୍ତରଟି ହେଉଛି ସାପ। ପରବର୍ତ୍ତୀ କୋଶ୍ଚିନ୍ଟି ହେଉଛି, ସେ କିଏ ଯିଏ ସବୁବେଳେ ତା ମୁହଁକୁ ଭୂଇଁରେ ଘଷୁଥାଏ? ଉତ୍ତରଟି ହେଉଛି ଝାଡ଼ୁ। ପରବର୍ତ୍ତୀ କୋଶ୍ଚିନ୍ଟି ହେଉଛି, କେଉଁ ଦୀପ ଜଳେ ନାହିଁ? ଉତ୍ତରଟି ହେଉଛି ପାରାଦୀପ। ପରବର୍ତ୍ତୀ କୋଶ୍ଚିନ୍ଟି ହେଉଛି, ତାହା କେଉଁ ଜିନିଷ ଯାହା ପାଣି ହେଲେ ମଧ୍ୟ ଖରାରେ ଶୁଖେ ନାହିଁ? ଉତ୍ତରଟି ହେଉଛି ଝାଳ। ପରବର୍ତ୍ତୀ କୋଶ୍ଚିନ୍ଟି ହେଉଛି, ସିଏ କିଏ ଯିଏ ନିଜେ ରାସ୍ତା ଦେଖିପାରେ ନାହିଁ କିନ୍ତୁ ଅନ୍ୟକୁ ରାସ୍ତା ଦେଖାଏ? ଉତ୍ତରଟି ହେଉଛି ଅନ୍ଧ ଲୋକର ବାଡ଼ି। ପରବର୍ତ୍ତୀ କୋଶ୍ଚିନ୍ଟି ହେଉଛି, ସେ କେଉଁ ଫୁଲ ଯାହା କେବେ ହେଲେ ଫୁଟି ନଥାଏ? ଉତ୍ତରଟି ହେଉଛି ଏପ୍ରିଲ ଫୁଲ। ପରବର୍ତ୍ତୀ କୋଶ୍ଚିନ୍ଟି ହେଉଛି, ଫୁଲ ନ ହେଲେ ବି ବାସ୍ନା ହୁଏ, ଈର୍ଷା ନଥିଲେ ବି ଜଳିଥାଏ, ତା ନାଁ କ'ଣ? ଉତ୍ତରଟି ହେଉଛି ଧୂପକାଠି। ପରବର୍ତ୍ତୀ କୋଶ୍ଚିନ୍ଟି ହେଉଛି, ଟିକି ବାଛୁରୀ ବେକରେ ପଘା, ଟିକି ଦାନ୍ତରେ କାମୁଡ଼େ ଲୁଗା, ଏହାର ଉତ୍ତର କ'ଣ? ଏହାର ଉତ୍ତରଟି ହେଉଛି ଛୁଞ୍ଚି ସୂତା। ପରବର୍ତ୍ତୀ କୋଶ୍ଚିନ୍ଟି ହେଉଛି, ରାମୁ ବାପାଙ୍କର 3ଟି ପୁଅ, ପ୍ରଥମ ପୁଅଟିର ନାମ ଜୁନ୍, ଦ୍ୱିତୀୟ ପୁଅଟିର ନାମ ଜୁଲାଇ, ତୃତୀୟ ପୁଅଟିର ନାମ କ'ଣ? ଉତ୍ତରଟି ହେଉଛି ରାମୁ। ତ ବନ୍ଧୁମାନେ ଭିଡ଼ିଓଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ।